ଅନୁଗୁଳ ବ୍ଲକର କଠଭୂଇଁ ପଞ୍ଚାୟତରୁ ଆଜି ବାହାର ରାଜ୍ୟ ତଥା ଉତ୍ତର ପ୍ରଦେଶକୁ କନ୍ଦୁମୂଳ ରପ୍ତାନୀ ହେଉଛି। ଟ୍ରକରେ ଲୋଡ୍ ହୋଇସାରିଲେଣି ପାଖାପାଖି 12 ଟନ୍ର କନ୍ଦୁମୂଳ ଆଜି ଅନୁଗୁଳରୁ ରପ୍ତାନୀ ହେବ। ଟିକେ ଆଲୋଚନା କରିବା, ଯେତେବେଳେ ଚାଷ ହେଉଛି କଣ କଣ ସୁବିଧା ପାଇଛନ୍ତି ନା କୌଣସି ସୁବିଧା ରହିନାହିଁ, ବା କଣ କଲେ ଅଧିକା ଉତ୍ପାଦନ ହେବ, ସାରା ଭାରତ ବର୍ଷରେ ଏ କନ୍ଦୁମୂଳର ଚାହିଦାକୁ ଲୋକମାନେ ଜାଣିବେ, ଲୋକମାନଙ୍କ ପାଖକୁ କନ୍ଦୁମୂଳ ପହଞ୍ଚିବ, କଣ କହିବେ? କେଉଁଭଳି ଭାବରେ ଚାଷ ଚାଲିଥିଲା? ଚାଷ ତ ଆଜ୍ଞା ବିଭିନ୍ନ ଜିନିଷ ହଉଥିଲା, କିନ୍ତୁ ଆମେ ଚାହୁଁଛୁ ସରକାରଙ୍କ ତରଫରୁ କିଛି ଗୋଟେ ଇଏ ହେଲେ ଆମେ ଆଉ ଟିକେ ଭଲ ଇଏରେ ଉତ୍ପାଦନ କରିବୁ। ଭଲ କିସମ ଆଉ ଅଲଗା ଆମକୁ ନୂଆ ନୂଆ ଇଏ ଚାରା ଦେବେ, ନୂଆ କିନ୍ତୁ କମ ଜାଗାରେ ଅଧିକା ଉତ୍ପାଦନ ଆମେ କରିବୁ। ସେଇ ପ୍ରକାର ସୁବିଧା ଗୋଟେ ଚାହୁଁଛୁ ଆଜ୍ଞା, ସରକାରଙ୍କ ତରଫରୁ ଆମକୁ କିଛି ଯୋଗାଇ ଦେଲେ ଆମେ ସରକାର ସେଇ ଜିନିଷ ଚାହୁଁଛୁ। ସେ ଭାଇ କହୁଥିଲେ ଯେ ଯଦି ସରକାରଙ୍କ ପକ୍ଷରୁ କମ ଜାଗାରେ ଅଧିକ ଉତ୍ପାଦନ ପାଇଁ କୌଣସି ପ୍ରଣାଳୀ ହୁଏ ବା ତାଙ୍କୁ ଟ୍ରେନିଂ ବା ପ୍ରଶିକ୍ଷଣ ଦିଆଯାଏ, ସେ ବି ମଧ୍ୟ ଆହୁରି ଉତ୍ପାଦନ କରିବେ, ସାରା ଭାରତ ବର୍ଷରେ କନ୍ଦୁମୂଳର ରପ୍ତାନୀ କରିପାରିବେ। ଆଜ୍ଞା କଣ କହିବେ? କେତେ ବର୍ଷ ହେଲାଣି କନ୍ଦୁମୂଳ? କନ୍ଦମୂଳ ଚାଷ ଆଜ୍ଞା 25 ବର୍ଷ ପରେ ହେଇଗଲାଣି ଆଜ୍ଞା। ଯାହା ଅନୁମାନ କନ୍ଦମୂଳ ଆମ ଓଡିଶା ବଜାରରେ ବିକ୍ରି ଯାହା ହୁଏ ଆଜ୍ଞା, କିଛି ରେଟ୍ ବାଟ ନାହିଁ। ଏବେ ଆଜ୍ଞା 2-3 ବର୍ଷ ହେଇଛି ଆମର ଏଇ ପିଓ ମାଧ୍ୟମରେ ଯାଇକିରି ଉତ୍ତରପ୍ରଦେଶ ବାହାରକୁ ଯାଇକିରି ଟିକେ ତଥାପି ଆଜ୍ଞା ସହିଲା ଭଳିଆ ରେଟ୍ ହଉନି। କିନ୍ତୁ ଯଦି ସରକାରଙ୍କ ତରଫରୁ କୌଣସି ସୁବିଧା ଏଇ କନ୍ଦମୂଳର ଗୋଟେ ଇଏ ଗୋଡ ସିଷ୍ଟମ ଯଦି ହେଇଅନ୍ତା, ସବୁ ପ୍ରକାର ଟ୍ରେନିଂ ଫେନିଂ ହେଇନାହାନ୍ତି, ଆଉ ଟିକେ କନ୍ଦମୂଳ ଚାଷ ଆଜ୍ଞା ଆରମ୍ଭ ମାନେ ବଢନ୍ତା, ଆଉ ଠିକ ଉଚିତ ରେଟ୍ ଦେଲେ ଚାଷ ଟିକେ ଆଉ ଟିକେ ଉପକୃତ। ଆଜ୍ଞା କଣ କହିବେ, କେତେ କନ୍ଦୁମୂଳ ଯାଉଛି, କେତେ ବସ୍ତା ଯାଉଛି ଆଜି? ଆଜି ପାଖାପାଖି 15 ମେଟ୍ରିକ ଟନ୍, ପାଖାପାଖି 350 ବ୍ୟାଗ୍ ପାଖାପାଖି ଆମେ ଉତ୍ତରପ୍ରଦେଶ ଟ୍ରାନ୍ସପୋର୍ଟ ମାଧ୍ୟମରେ ରପ୍ତାନୀ କରୁଅଛୁ। ଯେହେତୁ ଏ ଅଞ୍ଚଳର କନ୍ଦମୂଳ ବହୁତ ବଡ଼, ଆମର ଓଡ଼ିଶାରେ ମାନେ ଅନ୍ୟ ଫେମସ୍, ତାକୁ ଆମେ ଆଗକୁ ନେବା ପାଇଁ ଯୋଜନା କରୁଛୁ। ହର୍ଟିକଲଚର, ପାଲାଡିୟମ, ନାବାର୍ଡ, କୃଷି ବିଜ୍ଞାନ କେନ୍ଦ୍ର ସମସ୍ତ ସରକାରୀ ଅନୁଷ୍ଠାନରୁ ସହଯୋଗ ନେଇ ଆମେ ଆଗକୁ ବଢିବାକୁ ଚେଷ୍ଟା କରୁଛୁ। ଆଉ ଚାଷୀ ମାନଙ୍କର ଉନ୍ନତି କେମିତି ହବ, ଚାଷୀ ମାନେ ଏଠି କେମିତି 2 ପଇସା ଅଧିକ ପାଇବେ, ତାକୁ ମଧ୍ୟ ଆମେ ପ୍ରାୟୋରିଟି ଦଉଛୁ। ପ୍ରଥମ ବେସିସ ରେ ଆମେ ତାଙ୍କୁ କ୍ୟାସ୍ ବି ଦଉଛୁ, ତାଙ୍କୁ ବିଭିନ୍ନ ସ୍କିମରେ ତାଙ୍କୁ ଯୋଡ଼ିବା, ତାଙ୍କ ବିଭିନ୍ନ ସ୍କିମରେ କେମିତି ସବସିଡି କିମ୍ବା ଏଠି କୋଲ୍ଡ ଷ୍ଟୋରେଜ ହେବ, ଏଠିକାର ପ୍ରଡକ୍ଟ ପ୍ରୋସେସିଂ କେମିତି ହେବ, ପ୍ରୋସେସିଂ ୟୁନିଟ୍ ମଧ୍ୟ ବସାଇବା ପାଇଁ ଏଫପିଓ ଚେଷ୍ଟା କରିଛି। ଆମର ଭାଇ କହୁଥିଲେ ଯେ କେଉଁଭଳି ଭାବରେ ଏଠାରେ ଉପାଦାନ ହବ, ସରକାରଙ୍କ ପକ୍ଷରୁ ଯେଉଁ ସୁବିଧା ରହିଛି ଚାଷୀ ମାନଙ୍କ ପାଖକୁ ପହଞ୍ଚେଇବା ଏବଂ ଚାଷୀମାନେ କେଉଁଭଳି ଭାବରେ ଉପାଦାନ ଅଧିକ କରିବେ। ଯାହା ସୂଚନା ରହିଛି ଯେ ପାଖାପାଖି 350 ବସ୍ତା ଏବଂ 12ରୁ 15 ଟନ୍ ମଧ୍ୟରେ ରପ୍ତାନୀ ଆଜି ହେଉଛି। ଆଜ୍ଞା କଣ କହିବେ, କନ୍ଦମୂଳ ଚାଷ ଯଦି ଆମେ କହିବା ଅନୁଗୁଳରେ ଚଳିତ ବର୍ଷ ପ୍ରଥମ କରି ଲଇମୁଣ୍ଡା ଗ୍ରାମରୁ ପାଖାପାଖି 15 ଟନ୍ ବାହାର ରାଜ୍ୟକୁ ପଠାଯାଉଛି, କଣ କହିବେ ସେ? ओके आम पालाडियम कंसल्टिंग इंडिया प्राइवेट लिमिटेड जे कि हॉर्टिकल्चर एग्रीकल्चर सहित आम काम करिथाउ। आम मुख्य काम है फार्मर प्रोड्यूसर कंपनी मानक सशक्तिकरण करवा। आ फार्मर प्रोड्यूसर कंपनी माने जे कि चाषी मानक सहित काम कर विभिन्न अंचल रे। अंचल साधारणतः आम देखीचु कि बहुत प्रोडक्शन जोटा कि हुए कंदमूल आ कंदमूल गड़ कहले अत्युक्ति हम ना। तो यही वर्ष देखा पाखापाखि 1000 ରୁ 1500 एकर कंदमूल चाष होती। आईटा बहुत बड़ गोटे खुशी खबर। आम चाहूँ यहाँ को कंदमूल गड़ कर ओडिशा एवं भारत वर्षर प्रत्येक राज्य को आम रप्तानी करने आम मनस्थ करूँ। आज पालहड़ा फार्मर प्रोड्यूसर कंपनी एवं आपणकर एठिकार फार्मर प्रोड्यूसर चार्मलिक फार्मर्स कंपनी द्वारा ही आम 15 टन कंदमूल रप्तानी करुचु। आ कंदमूल क्वालिटी भल अच्छी। जहाँ मु कथा होती एठिकार चाषी मैंने नुआ नुआ ब्रिड चाहूँगी, जोटा कि कम जगह अधिक उत्पादन हेबो, आने भल 2 पैसा पाइबे। आ सबुठ बड़ जिनस है कि अधिक उत्पादन कर कंटिन्यूअसली बाहर राज्य मान को सप्लाई करि पारिबे अधिक अमाउंट। निश्चित भाव में आमर सीटीसीआरआई गोटे संस्था अच्छी जोटा भुवनेश्वर अवस्थित। या विषय आमर अनुधान या वैज्ञानिक पद्धति रे विभिन्न किस्म से उत्पादन कर आशा करे निश्चित भाव में भल भेराइटी से जोटा भल प्रोडक्शन देव से भेराइटी चाषी को दे पारे। आमे भी आशा करू कि प्रोडक्शन जदि बढ़िबो हेले आमर निश्चित भाव में चाषी मैंने बेसी पैसा पाई पारिबे।
ଯାହା ଅଧିକାରୀ ମହୋଦୟ କହିଲେ ଯେ ଯେଉଁଭଳି ଭାବରେ ଏଠାରେ ଉପାଦାନ ଅଧିକ କିଭଳି ଭାବରେ ହବ ସମସ୍ତ ଚାଷୀ ମାନଙ୍କୁ ସଂଗଠିତ କରାଯିବ ଏବଂ କେଉଁଭଳି ଭାବରେ ତାଙ୍କୁ ପ୍ରଣାଳୀ ଦିଆଯିବ ଯେ କମ୍ ଜାଗାରେ ଅଧିକ ଉପାଦାନ ହେବ ଏବଂ ଅଧିକ ଉପାଦାନ ହେଲେ ସାରା ଭାରତ ବର୍ଷରେ ଏ ରପ୍ତାନୀ ହେଇପାରିବ ତାକୁ ବି ମଧ୍ୟ ଧ୍ୟାନ ଦେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଅନୁଗୁଳରୁ ରାଜେଶ ପାତ୍ରଙ୍କ ରିପୋର୍ଟ, MBC TV।